ଜୟ ଜଗନ୍ନାଥ ସାଙ୍ଗମାନେ। କିଡନୀ ଖରାପ ହେଲେ ଶରୀରରେ ଦେଖାଦିଏ ଏହି ସଂକେତ। ତ କ'ଣ ରହିଛି ସମ୍ପୂର୍ଣ୍ଣ ଏହି ବିଷୟରେ ଜାଣିବା। ତା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ଅଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ, ଯାହାଦ୍ୱାରା ଆଗକୁ ଏହିପରି ଭିଡ଼ିଓର ନୋଟିଫିକେସନ ସର୍ବପ୍ରଥମେ ପାଇପାରିବେ। କିଡନୀ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ରକ୍ତ ପରିଶୋଧନ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। କିଡନୀ ଖରାପ ହେବାରେ ଲାଗିଲେ ଶରୀରର କିଛି ସଂକେତ ଦେଇଥାଏ, ଯାହାକୁ ଅଣଦେଖା କଲେ ଗୁରୁତର ସମସ୍ୟା ଦେଖା ଦେଇଥାଏ। କିଡନୀ ଖରାପ ହେବାର ଲକ୍ଷଣ। କିଡନୀ ଠିକ୍ କାମ ନ କଲେ ଶରୀରରେ ବିଷାକ୍ତ ପଦାର୍ଥ ଜମା ହୁଏ, ଯାହା ଥକାଣ ଓ ଦୁର୍ବଳତାର ସୃଷ୍ଟି କରେ। ଦ୍ୱିତୀୟ, ମୂତ୍ର ରଙ୍ଗ ଅସ୍ୱାଭାବିକ, କମ୍ ବା ଅଧିକ ମୂତ୍ର ହେବା କିମ୍ବା ରାତିରେ ବାରମ୍ବାର ମୂତ୍ର ହେବା କିଡନୀ ସମସ୍ୟାର ସଂକେତ। ତୃତୀୟ, ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବା କାରଣରୁ ଚର୍ମ ଶୁଖିଲା ଲାଗେ ଓ କୁଣ୍ଡେଇ ହୁଏ। ଚତୁର୍ଥ, କିଡନୀ ରକ୍ତଚାପ ନିୟନ୍ତ୍ରଣରେ ସାହାଯ୍ୟ କରେ, ଖରାପ ହେଲେ ରକ୍ତଚାପ ବୃଦ୍ଧି ପାଇପାରେ। ପଞ୍ଚମ, ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବା କାରଣରୁ ଭୋକ କମେ ଓ ବାନ୍ତି ହୋଇପାରେ। ପିଠି ବା ପେଟରେ ଯନ୍ତ୍ରଣା। କିଡନୀର ସମସ୍ୟା ହେଲେ ପିଠିର ତଳ ଭାଗରେ ବା ପେଟରେ ଯନ୍ତ୍ରଣା ଅନୁଭବ ହୁଏ। କ'ଣ କରିବେ? ଯଦି ଏହିପରି ଲକ୍ଷଣ ଗୁଡ଼ିକ ଦେଖାଯାଏ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ରକ୍ତ ଓ ମୂତ୍ର ପରୀକ୍ଷା ମାଧ୍ୟମରେ କିଡନୀର ଅବସ୍ଥା ଜଣାପଡ଼ିପାରେ। ସଠିକ୍ ଖାଦ୍ୟପେୟ, ପର୍ଯ୍ୟାପ୍ତ ଜଳପାନ ଓ ନିୟମିତ ବ୍ୟାୟାମ କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଅତିରିକ୍ତ ଲୁଣ, ଚିନି ଓ ପ୍ରକ୍ରିୟାଜାତ ଖାଦ୍ୟ ଆଡ଼େଇ ଚାଲନ୍ତୁ।